हेलो स्टूडेंट्स। तो आज आम +3 थर्ड सेमिस्टर सोशियोलॉजी ऑनर्स मेजर पेपर 6 यूनिट 4 विभिन्न जुगरे भारतीय महिलांकर परिस्थिति ये चैप्टर आज आम मोस्ट इम्पोर्टाट एमसीक्यू क्वेश्चन 2 मार्किया एवं 5 मार्किया क्वेश्चन आंसर डिस्कस करबा। तो वीडियो को स्किप न करी शेष पर्यंत देखंतु। प्रथम क्वेश्चन कोन आछी, बाल्य विवाह निरोध ପାଇଁ ଡେଶ ମସିହାରେ ଆଇନ ପ୍ରଣୀତ ହୋଇଥିଲା 1929 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୁ ମହିଳା ସମ୍ପତ୍ତିଗତ ଅଧିକାର ଆଇନ ଡେଶ ମସିହାରେ ପ୍ରଣୟନ କରାଗଲା 1937 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୁ ବିବାହ ଆଇନ ଡେଶ ମସିହାରେ ପ୍ରଣୟନ ହୋଇଥିଲା 1955 ମସିହାରେ। ପରବର୍ତ୍ତୀ କ୍ୱେଶ୍ଚନ 4 କୁ ଆସିବା, ହିନ୍ଦୁ ପୋଷ୍ୟ ସନ୍ତାନ ଆଇନ ଡେଶ ମସିହାରେ ପ୍ରଣୟନ ହୋଇଥିଲା 1956 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୁ ଅଭିଭାବକ ଆଇନ ଡେଶ ମସିହାରେ ପ୍ରଣୟନ ହୋଇଥିଲା 1956 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ଯୌତୁକ ନିରୋଧ ଆଇନ ଡେଶ ମସିହାରେ ପ୍ରଣୀତ ହୋଇଥିଲା 1961 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ଆଧୁନିକ ଯୁଗରେ ମହିଳାମାନେ ପୁରୁଷମାନଙ୍କ ସହିତ ଡେଶ ପରିସ୍ଥିତି ଉପଭୋଗ କରୁଛନ୍ତି ନା ସମାନ ପରିସ୍ଥିତି ଉପଭୋଗ କରୁଛନ୍ତି। ନେକ୍ସଟ ଯିବା କ୍ୱେଶ୍ଚନ ନମ୍ବର 8 କୁ ଆସିବା, ଆଧୁନିକ ଯୁଗରେ ମହିଳାମାନଙ୍କର ଶିକ୍ଷାର ବ୍ୟାପକ ଉନ୍ନତି ଓ ଶକ୍ତି କ୍ଷେତ୍ରରେ ମହିଳାମାନଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ କରିବା ଯୋଗୁଁ ସେମାନଙ୍କର ପରିସ୍ଥିତିର ବ୍ୟାପକ ଡେଶ ଦେଖାଦେଲା ନା ଉନ୍ନତି ଦେଖାଦେଇଛି। ପରବର୍ତ୍ତୀ ପ୍ରଶ୍ନ, ବାଲ୍ୟ ବିବାହ ନିରୋଧ ଆଇନ ଡେଶ ମସିହାରେ ପ୍ରଣୀତ ହୋଇଥିଲା 1929 ମସିହାରେ। ଏଟା ଗୋଟେ ଇମ୍ପୋର୍ଟାଣ୍ଟ ଡେଟଟି। ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୁ ମହିଳା ସମ୍ପତ୍ତିଗତ ଅଧିକାର ଆଇନ ଡେଶ ମସିହାରେ ପ୍ରଣୟନ କରାଗଲା 1937 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୁ ବିବାହ ଆଇନ ଡେଶ ମସିହାରେ ପ୍ରଣୟନ ହୋଇଥିଲା 1955 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୁ ପୋଷ୍ୟ ସନ୍ତାନ ଆଇନ ଡେଶ ମସିହାରେ ପ୍ରଣୟନ ହୋଇଥିଲା 1956 ମସିହାରେ। ନେକ୍ସଟ ଯିବା 13 କୁ, ହିନ୍ଦୁ ଅଭିଭାବକ ଆଇନ ଡେଶ ମସିହାରେ ପ୍ରଣୟନ ହୋଇଥିଲା 1956 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ଯୌତୁକ ନିରୋଧ ଆଇନ ଡେଶ ମସିହାରେ ପ୍ରଣୟନ ହୋଇଥିଲା 1961 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ଆଧୁନିକ ଯୁଗରେ ମହିଳାମାନେ ପୁରୁଷମାନଙ୍କ ସହିତ ଡେଶ ପରିସ୍ଥିତି ଉପଭୋଗ କରୁଛନ୍ତି ନା ସମାନ ପରିସ୍ଥିତି ଉପଭୋଗ କରୁଛନ୍ତି। ପରବର୍ତ୍ତୀ କ୍ୱେଶ୍ଚନ 16 କୁ ଆସିବା, ଆଧୁନିକ ଯୁଗରେ ମହିଳାମାନଙ୍କର ଶିକ୍ଷାର ବ୍ୟାପକ ଉନ୍ନତି ଓ ନିଯୁକ୍ତି କ୍ଷେତ୍ରରେ ମହିଳାମାନଙ୍କୁ ସଂରକ୍ଷଣ ସୁବିଧା ଆଦି ପ୍ରଦାନ ଯୋଗୁଁ ସେମାନଙ୍କର ପରିସ୍ଥିତି ବ୍ୟାପକ ଡେଶ ଦେଖାଦେଲା ନା ଉନ୍ନତି ଦେଖାଦେଇଛି। ପରବର୍ତ୍ତୀ ପ୍ରଶ୍ନ, ଆଧୁନିକ ଭାରତରେ ନାରୀର ଡେଶ କ୍ଷେତ୍ରରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଥାଏ ନା ପରିସ୍ଥିତି କ୍ଷେତ୍ରରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଛି। ପରବର୍ତ୍ତୀ ପ୍ରଶ୍ନ, ମହିଳାମାନଙ୍କର ଡେଶ ଏକ ଦେଶ ସଂସ୍କୃତି ଓ ଉନ୍ନତି ସ୍ତରକୁ ଦର୍ଶାଇଥାଏ ନା ପରିସ୍ଥିତି। ମହିଳାମାନଙ୍କ ପରିସ୍ଥିତିଟା ହେଉଛି ଏକ ଦେଶର ସଂସ୍କୃତି ଓ ଉନ୍ନତିକୁ ଦର୍ଶାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ମହିଳାମାନଙ୍କର ପରିସ୍ଥିତି କହିଲେ ଏକ ସମାଜ ବା ସାମାଜିକ ବ୍ୟବସ୍ଥାର ମହିଳାଙ୍କର ଡେଶ ବୁଝାଇଥାଏ ନା ସ୍ଥିତିକୁ ବୁଝାଇଥାଏ। ନେକ୍ସଟ କ୍ୱେଶ୍ଚନ ଆସିବା, ଭାରତରେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ସର୍ବଦା ଡେଶ ଉପଭୋଗ କରିଥାନ୍ତି, କମ୍ ପରିସ୍ଥିତି ଉପଭୋଗ କରିଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, ପ୍ରାଚୀନ ଭାରତରେ ମହିଳାମାନେ ଡେଶ ଉପଭୋଗ କରୁଥିଲେ ନା ଉଚ୍ଚ ପରିସ୍ଥିତି ଉପଭୋଗ କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ, ବୈଦିକ ଯୁଗରେ ମହିଳାମାନେ ପୁରୁଷଙ୍କ ସହିତ ଡେଶ ପରିସ୍ଥିତି ଉପଭୋଗ କରୁଥିଲେ ନା ସମାନ ପରିସ୍ଥିତି ଉପଭୋଗ କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ, ବୈଦିକ ଯୁଗରେ ମହିଳାମାନେ ଉପଭୋଗ କରୁଥିବା ପରିସ୍ଥିତି ପରବର୍ତ୍ତୀ ବୈଦିକ ଯୁଗରେ ଡେଶ ପାଇଥିଲେ ନା ହ୍ରାସ ପାଇଥିଲା।
ପରବର୍ତ୍ତୀ ପ୍ରଶ୍ନ, ବୈଦିକ ଯୁଗରେ ମହିଳାମାନଙ୍କର ଡ୍ୟାସ୍ ଅଧିକାର ଥିଲା ନା ସମ୍ପତ୍ତିଗତ ଅଧିକାର ଥିଲା ଓ ପରିବାରରେ ଡ୍ୟାସ୍ ସମ୍ମାନ ଥିଲା ନା ଉଚ୍ଚ ସମ୍ମାନ ଥିଲା। ପରବର୍ତ୍ତୀ କ୍ୱେଶ୍ଚନ୍, ହିନ୍ଦୁ ମହିଳାମାନଙ୍କ ସ୍ୱାଧୀନତାକୁ ଡ୍ୟାସ୍ କରିଥିଲେ ନା ବିରୋଧ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ପରବର୍ତ୍ତୀ ବୈଦିକ ଯୁଗରେ ମହିଳାଙ୍କ ଡ୍ୟାସ୍ ଅଧିକାର ନଥିଲା ନା ସମ୍ପତ୍ତିଗତ ଅଧିକାର ନଥିଲା। ପରବର୍ତ୍ତୀ ପ୍ରଶ୍ନ, ମଧ୍ୟଯୁଗରେ ମହିଳାମାନଙ୍କର ପରିସ୍ଥିତିରେ ଡ୍ୟାସ୍ ଅବନତି ଦେଖାଦେଲା ନା ଅଧିକ ଅବନତି ଦେଖାଦେଲା। ପରବର୍ତ୍ତୀ ପ୍ରଶ୍ନ, ବ୍ରିଟିଶରଙ୍କର ଆଗମନ ପୂର୍ବରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ସମୟରେ ମହିଳାମାନଙ୍କର ପରିସ୍ଥିତି ଅତ୍ୟନ୍ତ ଡ୍ୟାସ୍ ସ୍ତର ଥିଲା ନା ନିମ୍ନ ସ୍ତର ଥିଲା। ପରବର୍ତ୍ତୀ ପ୍ରଶ୍ନ, ସମାଜ ଓ ସଂସ୍କାରମାନଙ୍କର ପ୍ରଚେଷ୍ଟା ଫଳରେ ଭାରତୀୟ ମହିଳାମାନଙ୍କର ପରିସ୍ଥିତି ଡ୍ୟାସ୍ ଦେଖାଦେଲା ନା ଉନ୍ନତି ଦେଖାଦେଲା। ପରବର୍ତ୍ତୀ ପ୍ରଶ୍ନ, ବିଧବା ପୁନର୍ବିବାହ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଥିଲା 1856 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ସତୀ ପ୍ରଥା ଉଚ୍ଛେଦ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଥିଲା 1829 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ସ୍ୱାଧୀନତାର ପରବର୍ତ୍ତୀ କାଳରେ ମହିଳାମାନଙ୍କର ପରିସ୍ଥିତି ଡ୍ୟାସ୍ ଥିଲା ପରିବର୍ତ୍ତନ ଓ ଉନ୍ନତି ଥିଲା। ପରବର୍ତ୍ତୀ ପ୍ରଶ୍ନ, ସ୍ୱତନ୍ତ୍ର ବିବାହ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି 1872 ମସିହାରେ ସ୍ୱତନ୍ତ୍ର ବିବାହ ଆଇନ ପ୍ରଣୀତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୁ ପୋଷ୍ୟପୁତ୍ର ଗ୍ରହଣ ଓ ଭରଣପୋଷଣ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି 1956 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ଅପରାଧ ନିରାକରଣ ପାଇଁ ଡ୍ୟାସ୍ ମସିହାରେ ଆଇନ ପ୍ରଣୀତ ହୋଇଥିଲା 1883 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ବିବାହିତ ମହିଳାମାନଙ୍କର ସମ୍ପତ୍ତି ଅଧିକାର ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଥିଲା ନା 1874 ମସିହାରେ। ନେକ୍ସଟ କ୍ୱେଶ୍ଚନ୍ ଆସିବା, ଡ୍ୟାସ୍ ମସିହାରେ ବମ୍ବେ ସହରରେ ପ୍ରଥମ ମହିଳା ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା 1824 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, 2001 ମସିହାରେ ମହିଳା ସାକ୍ଷରତା ହାର ଡ୍ୟାସ୍ ପ୍ରତିଶତ ଥିଲା ନା 64% ଥିଲା। ତ ନେକ୍ସଟ ଯିବା ଆମେ ଗୋଟେ ଶବ୍ଦରେ ଉତ୍ତର ଦିଅ, ୱାନ୍ ୱାର୍ଡ ଆନ୍ସର ଆକର୍ଡିଂ ୟୋର କ୍ୱେଶ୍ଚନ୍ ପ୍ୟାଟର୍ନ ସିଲାବସ୍ ଅନୁସାରେ। ତ କିଛି କ୍ୱେଶ୍ଚନ୍ ରହିବ ସର୍ଟ ଟାଇପ୍ ବା ଡ୍ୟାସ୍ ପୂରଣ, ଆଉ କିଛି ରହିବ ଗୋଟିଏ ପଦରେ ଉତ୍ତର ଦିଅ। ତ ପ୍ରଥମ କ୍ୱେଶ୍ଚନ୍ କ'ଣ ଆସୁଛି, କାହାର ମତରେ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ସେଠାରେ ଭଗବାନ ଖୁସି ହୁଅନ୍ତି। ଏଟା ହେଉଛି ମନୁଙ୍କ ମତରେ। ଏ କୋଟେସନଟି ବହୁତ ଇମ୍ପୋର୍ଟାଣ୍ଟ ଅଛି। ଓକେ। ପରବର୍ତ୍ତୀ ପ୍ରଶ୍ନ, ପ୍ରାଚୀନ ବୈଦିକ ଯୁଗରେ ନାରୀମାନଙ୍କର ଧାରଣା କ'ଣ ଥିଲା ନା ସ୍ୱାଧୀନ ଥିଲା। ସେ ସ୍ୱାଧୀନ ଭାବରେ ଚିନ୍ତା କରିପାରୁଥିଲେ। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା 3 ନମ୍ବରକୁ, କିଏ ଭାରତରେ ପ୍ରଥମ ଆଇନ ପ୍ରଣେତା ନା ମନୁ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଆଇନ ସମ୍ପର୍କୀୟ ପୁସ୍ତକ ନାମ କ'ଣ ନା ମନୁସ୍ମୃତି। ପରବର୍ତ୍ତୀ ପ୍ରଶ୍ନ, ବିଧବା ବିବାହ ପ୍ରଚଳନ ନିମନ୍ତେ କାହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ନା ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର। ବିଧବା ବିବାହ ପୂର୍ଣ୍ଣ ଯେଉଁ ଆଇନଟା ଥିଲା ତାକୁ ସେ କାର୍ଯ୍ୟକାରୀ କରାଇଥିଲେ। ବିଧବା ଜଣେ ପୁନଃ ବାହା ହେଇପାରିବ, ସେଥିପାଇଁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ପରବର୍ତ୍ତୀ ପ୍ରଶ୍ନ, ମହିଳାମାନଙ୍କର ପରିସ୍ଥିତି କ'ଣ ନା ସାମାଜିକ ବ୍ୟବସ୍ଥାରେ ମହିଳାଙ୍କର ପରିସ୍ଥିତି ବୁଝାଏ। ପରବର୍ତ୍ତୀ ପ୍ରଶ୍ନ, ବୈଦିକ ଯୁଗରେ ମହିଳାମାନଙ୍କର ପରିସ୍ଥିତି କିପରି ଥିଲା ନା ପୁରୁଷମାନଙ୍କ ସହିତ ସମାନ ପରିସ୍ଥିତି ଥିଲା। ପରବର୍ତ୍ତୀ ପ୍ରଶ୍ନ, ପ୍ରାଚୀନ ଯୁଗରେ ମହିଳାମାନଙ୍କର ପରିସ୍ଥିତି କିପରି ଥିଲା। ପ୍ରତ୍ୟେକ କ୍ଷେତ୍ରରେ ସେମାନେ ପୁରୁଷଙ୍କ ସହିତ ସମାନ ଥିଲେ। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା, ମଧ୍ୟଯୁଗରେ ମହିଳାମାନଙ୍କର ପରିସ୍ଥିତି କିପରି ଥିଲା। ମହିଳାମାନଙ୍କର ପରିସ୍ଥିତି ଅଧିକ ଅବନତି ଦେଖାଦେଇଥିଲା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଉପନିଷଦରେ ମାତୃପଦୟ ନମଃ କୁହାଯାଇଛି। ତ୍ରେତୟା ଉପନିଷଦରେ। ତ ଇଏ ଥିଲା ଆପଣଙ୍କର ସର୍ଟ କ୍ୱେଶ୍ଚନ୍। ଦେନ୍ ଆସିବା ନ୍ୟୁମେରିକାଲ କ୍ୱେଶ୍ଚନକୁ। ତ ନ୍ୟୁମେରିକାଲ କ୍ୱେଶ୍ଚନ ଗୁଡ଼ିକ ଏବେ ମୁଁ ଡିସ୍କସ୍ କରୁନାହିଁ। ନେକ୍ସଟ କ୍ଲାସରେ ପ୍ରାୟତଃ ମ୍ୟାକ୍ସିମମ୍ କ୍ଲାସ୍ ଏମିତି ନ୍ୟୁମେରିକାଲ କ୍ୱେଶ୍ଚନ ଗୁଡ଼ିକ ନେକ୍ସଟରେ ଧୀରେ ଧୀରେ ଡିସ୍କସ୍ କରିବା। ତ
ଏସବୁକୁ ମୁଁ ଧୀରେ ଧୀରେ ସ୍କ୍ରଲ୍ କରି ଯାଉଛି, ଆପଣମାନେ ଷ୍ଟପ୍ କରି ପଢ଼ି ନିଅନ୍ତୁ କିମ୍ବା ସ୍କ୍ରିନଶଟ୍ ନେଇ ନିଅନ୍ତୁ। ସବୁଠାରୁ ବେଟର୍ ହେବ, ମୋ ଡିସ୍କ୍ରିପ୍ସନ୍ରେ ମୋର ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ଅଛି, ସେଠି କ୍ଲିକ୍ କରି ଗ୍ରୁପ୍ରେ ଆଡ଼୍ ହେଇଯାଆନ୍ତୁ। ଯାହାଫଳରେ ଆପଣମାନେ ଆଜିର କ୍ଲାସ୍ ଭିଡ଼ିଓ ସହିତ ଅନ୍ୟ କ୍ଲାସ୍ର ମଧ୍ୟ ଭିଡ଼ିଓ ଗୁଡ଼ିକ ପାଇପାରିବେ। ସେଥିପାଇଁ ଟେଲିଗ୍ରାମ ଗ୍ରୁପ୍ରେ ଆଡ଼୍ ହେଇଯାଆନ୍ତୁ। ଏ ହେଉଛି ଆପଣଙ୍କର 5 ମାର୍କିଆ କ୍ୱେଶ୍ଚନ୍। ତ ଏ ଭିଡ଼ିଓଟି ଆପଣଙ୍କ ସାଙ୍ଗମାନଙ୍କୁ ସମସ୍ତେ ସେୟାର କର, ଗୋଟେ ଲାଇକ୍ ଦିଅ ଏବଂ କମେଣ୍ଟ ମଧ୍ୟ ନିଶ୍ଚିତ କର ଯେ ନେକ୍ସଟ ଆମେ କେଉଁ କ୍ଲାସ୍ କରିବା, ଆଜିର କ୍ଲାସ୍ଟି କେମିତି ଲାଗିଲା ସେସବୁ ବାବଦରେ ସମସ୍ତେ ଗୋଟେ କମେଣ୍ଟ କର। ଥ୍ୟାଙ୍କ ୟୁ ଅଲ୍।